ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀ ମାନେ ଆପଣମାନଙ୍କୁ ମୋର ନମସ୍କାର ଆଉ ମୋର ଆଶା ଆପଣମାନେ ଭଲରେ ଥିବେ। ଆଜି ମୁଁ ସୁନେଲି ଆପଣମାନଙ୍କୁ ଆଶାର ବାଣୀର ଆଉ ଗୋଟେ ଭାଗରେ ସ୍ୱାଗତ କରୁଛି। ଆଉ ଚାଲନ୍ତୁ ଆଜି ଆମେ ପରମେଶ୍ୱରଙ୍କର ପବିତ୍ର ବାକ୍ୟରୁ କିଛି ଆଲୋଚନା କରିବା। ଆଉ ପ୍ରକୃତରେ ପରମେଶ୍ୱର ହେଉଛନ୍ତି ବହୁତ ମହାନ, ବହୁତ ସର୍ବଶକ୍ତିମାନ। ତାଙ୍କର ହସ୍ତକଳାର କାମ ଯାକ ଯଦି ଆମେ ଦେଖିବା ତାହେଲେ ଏଇଟା ଆମ ଭାବନାରେ ବାହାରେ। ଆମେ ଭାବି ମଧ୍ୟ ପାରିବା ନାହିଁ ଯେ ସେ କେମିତି ସୃଷ୍ଟି କରିଛନ୍ତି, କ'ଣ ସବୁ ସୃଷ୍ଟି କରିଛନ୍ତି, ଆଉ ଏ ସବୁ ସୃଷ୍ଟି ମଧ୍ୟରେ ମନୁଷ୍ୟକୁ ସେ କୋଉ ସ୍ଥାନ ଦେଇଛନ୍ତି, ସେଇ ବିଷୟରେ ଆଜି ଆମେ ଟିକେ ଆଲୋଚନା କରିବା। ଯଦି ଆମେ ଗୀତ ସଂହିତା 8 ପଢୁ ତାହେଲେ ପରମେଶ୍ୱରଙ୍କର ସାମର୍ଥ୍ୟ ବିଷୟରେ ଆଉ ମନୁଷ୍ୟକୁ ପରମେଶ୍ୱର କୋଉ ଆକାର ଦେଇଛନ୍ତି, କୋଉ ସାମର୍ଥ୍ୟ ଦେଇଛନ୍ତି, କୋଉ ସ୍ଥିତି ଦେଇଛନ୍ତି, ସେଇଟା ଆମେ ବୁଝିପାରିବା ଆଉ ଜାଣିପାରିବା। ଆଉ ସେତେବେଳେ ଆମ୍ଭମାନଙ୍କ ଜୀବନରେ ଆମ୍ଭମାନଙ୍କୁ ଜଣା ପଡ଼ିବ ଯେ ଆମ୍ଭମାନଙ୍କୁ ପରମେଶ୍ୱର କେମିତି ବଞ୍ଚିବା ପାଇଁ ଆହ୍ୱାନ କରିଛନ୍ତି। କ'ଣ ପ୍ରଭୁ ଆମ୍ଭମାନଙ୍କୁ ଲାଞ୍ଜ ଭାବରେ ବଞ୍ଚିବା ପାଇଁ ଆହ୍ୱାନ କରିଛନ୍ତି, ନା ତାଙ୍କର ପ୍ରକୃତ ସନ୍ତତି ହେଇକି ଗୋଟେ ଅଧିକାରରେ ପୂର୍ଣ୍ଣ ହେଇଥିବା ଜୀବନ ନେଇ ବଞ୍ଚିବା ପାଇଁ ସେ ଆମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି, ସେଇଟା ଆମେ ଜାଣିପାରିବା। ପ୍ରଭୁଙ୍କର ବାକ୍ୟକୁ ନ ଜାଣିବା ଦ୍ୱାରା, ପରମେଶ୍ୱର ଆଉ ଆମର ବ୍ୟକ୍ତିଗତ ସମ୍ପର୍କ ନଥିବା ଦ୍ୱାରା, ଆଉ ପରମେଶ୍ୱର ପ୍ରକୃତରେ ମନୁଷ୍ୟମାନଙ୍କୁ କାହିଁକି ସୃଷ୍ଟି କଲେ, କୋଉ ଜାଗା ଦେଲେ, ଆଉ ସେମାନଙ୍କୁ କୋଉ ଜାଗାରେ ରଖିବା ପାଇଁ ଚାହୁଁଛନ୍ତି, ଆଉ ମନୁଷ୍ୟର ପ୍ରକୃତ ଆଇଡେଣ୍ଟିଟି କ'ଣ, ସେଇଟା ନ ଜାଣିଥିବାରୁ ଆଜି ପରମେଶ୍ୱରଙ୍କର ସନ୍ତାନ ହେବା ସତ୍ତ୍ୱେ ଆମେ ବହୁତ ଥର ଜୀବନରେ ହାର ମାନିକି ଆମେ ଲାଞ୍ଜ ଭଳିଆ ବଞ୍ଚିଥାଉ। ଆମର ବ୍ୟକ୍ତିଗତ ଜୀବନରେ ବହୁତ କିଛି ସମସ୍ୟା ଥାଏ। ସେ ସମସ୍ୟା ଗୁଡ଼ିକୁ ଦେଖି ଆମେ ହାରି ଯାଇଥାଉ। ଆଉ ପ୍ରଭୁଙ୍କର ମହାନତା ଆମ ଜୀବନରେ କାମ କରିନଥାଏ। ଆମେ ହାର ମାନିଥାଉ, ଆମ ଜୀବନରେ ଡରି ଯାଇଥାଉ, ଆଉ ଆମ ଜୀବନର କୌଣସି ଇଚ୍ଛା ମଧ୍ୟ ଆମ ଜୀବନରେ ସଫଳ ହେଇନଥାଏ। ଆଉ ବ୍ୟକ୍ତିଗତ ଜୀବନରେ, ପ୍ରତି ଦୈନିକ ଜୀବନରେ ଯୋଉ ଆବଶ୍ୟକ, ସେଇ ଆବଶ୍ୟକ ପାଇଁ ମଧ୍ୟ ଆମେ ବହୁତ ଷ୍ଟ୍ରଗଲ କରିଥାଉ। ହେଲେ କ'ଣ ଆମ ଜୀବନରେ ଷ୍ଟ୍ରଗଲ ପ୍ରଭୁ ଦିଅନ୍ତି କି? ନା ଆମେ ଷ୍ଟ୍ରଗଲ ହେଇକି ବଞ୍ଚିବା ପାଇଁ ପ୍ରଭୁଙ୍କର ଇଚ୍ଛା କି? ବିଲକୁଲ ନୁହଁ। ପ୍ରଭୁ ଆମ୍ଭମାନଙ୍କୁ ମସ୍ତକ ହେଇକି ଅଧିକାର ଜମାଇବା ପାଇଁ ସେ ଆମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ପ୍ରକୃତରେ ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନଙ୍କୁ ହିଁ ପରମେଶ୍ୱର ରାଜ୍ୟ କରିବା ପାଇଁ, ଗୋଟେ ମସ୍ତକ ଭଳି ହେଇକି ବଞ୍ଚିବା ପାଇଁ ତାଙ୍କର ଇଚ୍ଛା। କିନ୍ତୁ ସେ ସତ୍ୟତା ଆମ ଜୀବନରେ ନଥିବା ଯୋଗୁଁ ଆମେ ବହୁତ ଥର ଭିକ ମାଗିଲା ଭଳି ପୁରା ନିଚ ହେଇକି ବଞ୍ଚିବା ପାଇଁ, କିମ୍ବା ଆଉ କ'ଣ କହନ୍ତି, ମାନେ ଆମର ଆବଶ୍ୟକତା ବି ପୂରଣ ହେଇନଥାଏ। ଆମେ ଡରିକି ବଞ୍ଚିଥାଉ, ଆମେ ଅନ୍ୟ ଉପରେ ନିର୍ଭର କରିଥାଉ। ଆଉ ଅନ୍ୟମାନେ ଯେମିତି ଆମ୍ଭମାନଙ୍କୁ କ'ଣ ଦିଅନ୍ତି, କରନ୍ତୁ, ଆମର ଦେଖଭାଲ କରନ୍ତୁ, ମାନେ ସମ୍ପୂର୍ଣ୍ଣ ଭାବରେ ଆମେ ପରମେଶ୍ୱରଙ୍କର ସେହି ସତ୍ୟତା ନ ଜାଣିକି ଆମେ ଅନ୍ୟ ଉପରେ ଡିପେଣ୍ଡ କରି ଚାଲିବା ପାଇଁ ଆମେ ଚେଷ୍ଟା କରିଥାଉ, ଯୋଉଟାକି ପ୍ରଭୁଙ୍କର ଇଚ୍ଛା ବିଲକୁଲ ନାହିଁ। ପ୍ରଭୁଙ୍କୁ ପରମେଶ୍ୱର କୋଉ ସ୍ତରରେ ରଖିବା ପାଇଁ ଚାହୁଁଛନ୍ତି, କୋଉ ସ୍ତରରେ ରହିବା ପାଇଁ ତାଙ୍କ ନିର୍ମାଣ କଲେ। ଆସନ୍ତୁ ଆମେ ପଢିବା ପରମେଶ୍ୱରଙ୍କର ବାକ୍ୟ। ଆଉ ଏହା ଭଜନ ସଂହିତା, ଗୀତ ସଂହିତା ତାର 8 ପର୍ବ। ଏଇଠି କୁହାଯାଏ, ହେ ସଦା ପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ସମୁଦାୟ ପୃଥିବୀରେ ତୁମର ନାମ କିପରି ମହିମାନ୍ୱିତ। ତୁମେ ଆକାଶ ମଣ୍ଡଳ ଉପରେ ଆପଣା ଗୌରବ ସ୍ଥାପନ କରିଅଛ। ସେ ଆପଣା ଗୌରବ ଆକାଶ ମଣ୍ଡଳ ଉପରେ ସ୍ଥାପନ କରିଅଛି। ତୁମେ ଶତ୍ରୁ ଓ ପ୍ରତିହିଂସକୁ ଦମନ କରିବା ପାଇଁ ଆପଣ ବିପକ୍ଷ ଗଣଙ୍କ ସକାଶୁ ଶିଶୁ ଓ ଦୁଗ୍ଧ ପଶ୍ୟମାନଙ୍କ ମୁଖରୁ ପରାକ୍ରମ ପ୍ରତିନତ କରିଅଛ। ମୁଁ ତୁମ୍ଭ ଅଙ୍ଗୁଳୀକୃତ, ତୁମ୍ଭ ଆକାଶ ମଣ୍ଡଳ ତୁମ୍ଭର ନିରୂପିତ। ମାନେ ପ୍ରଭୁ ଆମ୍ଭମାନଙ୍କୁ ସୃଷ୍ଟି କରିଛନ୍ତି, ନିରୂପିତ କରିଅଛନ୍ତି। ଚନ୍ଦ୍ର ଓ ନକ୍ଷତ୍ର ଗଣକୁ ବିବେଚନା କଲେ ପରମେଶ୍ୱର ଯୋଉ ସୃଷ୍ଟି କରିଛନ୍ତି, ଚନ୍ଦ୍ର ଆଉ ନକ୍ଷତ୍ର ଗଣ ଏସବୁ ବୁଲୁଛନ୍ତି, କିନ୍ତୁ ଆମ୍ଭମାନଙ୍କୁ କିଛି ମଧ୍ୟ ଜଣା ପଡୁନାହିଁ। ଯଦି ଆମେ ବସିକି ଭାବିବା, ମାନେ ନକ୍ଷତ୍ର କେମିତି ପ୍ରଭୁ ସୃଷ୍ଟି କଲେ, ଏ ଚନ୍ଦ୍ର କେମିତି ସୃଷ୍ଟି କଲେ, ଏଇ ସବୁ କ'ଣ, କେତେ ଦୂରରେ ଅଛି, କେତେ ବଡ଼ ଏଇ ସବୁ, ଏ କେମିତି ସବୁ ଆକାଶରେ ଝୁଲିଛି, ସେଇ ବିଷୟ ଯଦି ଆମେ ଭାବିବା
ताहले सब किछि तांके सृष्टि करचंती, एते महान भाबरे सृष्टि करचंती, किंतु किंतु ये सब विवेचना कला बेले मनुष्य किए जे तुमे ता विषय मनोजगी हेउछ। हालेलुया। नक्षत्र आ तारा गण मध्यरे आमर समानता किछि नाही। आमे तांको सामना रे बिल्कुल छोट शून्य भलिया, किंतु परमेश्वर से समस्तଙ୍କ मध्यरु मनुष्यଙ୍କ विषय मनोजगी हेउछंती, मनोजगी करि अछंती। और मानव जाति किए जे तुमे सेमानंकर उत्पावधान करुछ। किए से मनुष्य किछि मध्य नाही, मनुष्यर किछि, किंतु मनुष्य को से प्रभु एते उत्पावधान केमती कले? मानव जाति किए से आम उपरे काहेकि मनोजग कले? पुणी तुमे ताहाकु दूत गणक अपेक्षा अल्प मात्र निम्न करि अछंत। सुनंतु मोर प्रिय भाई भौणी माने, मनुष्य मानंकु परमेश्वर दूत गणक अपेक्षा अल्प मात्र तांकठु टिके निम्न करि अछंती। काहाकु? मानव जाति को, आपणंकु आ मते जो माने जीवित परमेश्वर को ऊपर भरोसा करती, सेमानंकु परमेश्वर वाक्य रे कहा जाए जे आंभ मानंकु परमेश्वर दूत गणक अपेक्षा अल्प मात्र निम्न करि अछंती। हालेलुया। आ गौरव असंभव रूप मुकुट रे ताहाकु भूषित करि अछंती। काहाकु? आंभ मानंकु। किए करिसंती? सृष्टिकर्ता, जे कि नक्षत्र तारा चंद्र ए सब किछि जे बनैछंती, से कहउछंती मनुष्य किए? मनुष्य किए? तथापि परमेश्वर आम पर मनोजगी करि अछंती। दूत मानंक ठारू अल्प केवल निर्णय करि अछंती। आउ आंभ मानंकु संभ्रम रूप गौरव आउ संभ्रम रूप मुकुट रे आंभ मानंकु भूषित करि अछंती। ताहेले कोन आमे गोटे गोटे टंका पाई आमे कांदिबा दरकार? आम पेट पाई आमे कांदिबा दरकार? आम आवश्यकता पूरण पाई आमे डरिबा दरकार? कहतु, जदि परमेश्वर आंभ मानकु संभ्रम आ गौरव रे मुकुट देकी भूषित करि अछंती, आंभ मानकु बिल्कुल मनोजगी करि अछंती, आउ तांकर हस्तकृत सकल कर्म उपरे हमकु कोन करछंती? कर्तृत्व देई अछंती। एटा होछि सबुठु इम्पोर्टेंट। परमेश्वर जहा जहा बनाई अछंती, जहा जहा सृष्टि करि अछंती, से सब उपरे आंभ मानकु कर्तृत्व माने अधिकार देखैबा पई तांके आंभ मानकु अधिकार देई अछंती। माने से सब उपरे हमें कर्तृत्व करि परिबा। ए सब उपरे आ तुम्हे ताहार पाद तले समुदाय विषय रखी अछ। कहार पाद तले? परमेश्वरଙ୍କର संतान आ संतति मानकर पाद तले। जदि परमेश्वर ए सब किछि अधिकार मनुष्य जाति को देई अछंती, आउ ता पाद तले सब किछि देई अछंती, अधिकार देई अछंती, पक्षी गण उपरे, समुद्र उपरे, सब किछि उपरे ता तले पछे आपण जदि पढिबे बहुत किछि लेखा जायछि। बुझि पारले? जदि ए सब अधिकार प्रभु आंभ मानकु देई अछंती, ताहेले आजि मनुष्य एते गरीबी है कि काहे कि बंचुछि? ए मनुष्य एते अकृतज्ञता होई कि काहे कि बंचुछि? मनुष्य एते लांज भलिया काहे कि बंचुछि? कोन प्रभुଙ୍କର सेटा इच्छा? कोन प्रभु साहा चाहुचंती? नाइ मोर बंधुगण, प्रभु आंभ मानकु मुकुट बनै अछंती। प्रभु आंभ मानकु तांकरी सृष्टि करितिबा प्रत्येक विषय रे, प्रत्येक सृष्टि उपरे अधिकारी हेबा पई आंभ मानकु मनोनीत करि अछंती। किंतु सेई अधिकार को जेतेबेला हमें समर्पण करिदेलु, बिकी देलु शैतान हातरे, सेथि पई हमें डरी डरी ए जीवन को हमें बिताउछु। किंतु एबे मध्य प्रभुଙ୍କର योजना आम जीवन रे अछि। आ वर्तमान मध्य हमें जदि चाहिबा हमें मस्त कहिकी बंची परिबा। ए जो पवित्र वाक्य जोटा कि लेखा है, प्रभु एते किछि सृष्टि कले, सब किछि से भूमंडल रो सृष्टिकर्ता, तथापि मनुष्य उपरे से मनोजगी करि अछंती। दूत मानक ठारू अल्प ही से मानकु कम करी बनाई अछंती। आ सब किछि तांका सृष्टि रे अधिकार करिया पय तांका सृष्टि को आम पाद तले से रखी अछंती। जदि आमे हमर पहचान को, हमर परिचय प्रभुଙ୍କ ठारे कोन
ତାହା ଏଇଟା ହେଉଛି ଆମ ପରିଚୟ। ଏହା ହେଉଛି ଆମ ପରିଚୟ। ପ୍ରଭୁ ମୋତେ ତାଙ୍କ ସନ୍ତାନ ହେବାର ଅଧିକାର ଦେଇଛନ୍ତି। ଆଉ ସେଇ ଅଧିକାରକୁ ଯଦି ମୁଁ ଚଲାଇ ପାରିବି, ମୁଁ ବୁଝିପାରିବି, ଜାଣିପାରିବି, ତାହେଲେ ମୁଁ ଗୋଟେ ମସ୍ତ ହୋଇକି ବଞ୍ଚିବି। ଆଉ ପରମେଶ୍ୱରଙ୍କର ସୃଷ୍ଟିକୁ ମୁଁ କ'ଣ କରିପାରିବି? ମୁଁ ନିଜର କରିନେବି। ଆଉ ମୋତେ ଡରିବା ଦରକାର ନାହିଁ, ଆପଣଙ୍କୁ ଡରିବା ଦରକାର ନାହିଁ। ବୁଝିପାରିଲେ? ପ୍ରଭୁ ଆମ୍ଭମାନଙ୍କୁ ଏକ ଡରିବା ଆତ୍ମା ଦେଇନାହାନ୍ତି, କିନ୍ତୁ ଗୋଟେ ସାହସର ଆତ୍ମା ଦେଇଛନ୍ତି। ହାଲେଲୁୟା। ତେଣୁକରି ଯଦି ଆଜି ବି ଆମ ଜୀବନରେ ଆମ ଜୀବନର ଅଧିକାରକୁ ଯେଉଁଟା ପ୍ରଭୁ ଆମ୍ଭମାନଙ୍କୁ ଦେଇଛନ୍ତି, ତାହା ଯଦି ଆମେ ସମର୍ପଣ କରିଦେବା, ଶୈତାନର ହାତରେ ଦେଇଦେବା, ବା ଜାଗତିକ ଜୀବନ ଆମେ ବିତାଇବା, ତାହେଲେ କେବେ ମଧ୍ୟ ଆମେ ମସ୍ତକ ହୋଇ ବଞ୍ଚିପାରିବା ନାହିଁ। ଆମେ ମସ୍ତକ ହୋଇ ବଞ୍ଚିବା ପାଇଁ ହେଲେ ପରମେଶ୍ୱରଙ୍କର ସେ ପବିତ୍ର ଲହୁ, ପବିତ୍ର ରକ୍ତ ଦ୍ୱାରା ଆମ୍ଭମାନଙ୍କୁ ପୁନର୍ବାର ତାଙ୍କ ରକ୍ତର ବାଡ଼ ତଳେ ନିଜକୁ ସମର୍ପଣ କରି ତାଙ୍କୁ ନିଜରି ନେବା। ଆମର ରାସ୍ତା ଯେଉଁଟାକି ପ୍ରଭୁଙ୍କୁ ଖୁସି ଦେଉନାହିଁ, କିମ୍ବା ପ୍ରଭୁ ସେଇଥିରେ ଦୁଃଖୀ ଅଛନ୍ତି, ସେ ସବୁ କୁକର୍ମକୁ ରାସ୍ତାକୁ ପଛରେ ପକାଇ ଆମ ଜୀବନରେ ଯାହା ବି ହେଲା ସେ ସବୁ କିଛିକୁ ପଛରେ ପକାଇ ଆମେ ପରମେଶ୍ୱରଙ୍କ ସହିତ ଆମେ ଆଗେଇ ଯିବା, ପରମେଶ୍ୱରଙ୍କର ସାହାରା ନେବା। ପରମେଶ୍ୱର ଆମକୁ ସାହାରା ଦେବେ, ଆଉ ସେଇ ଅଧିକାରକୁ ଆମେ ବୁଝିପାରିବା, ଆଉ ତେବେ ସେଇ ଅଧିକାର ନେଇକି ଆମେ ପୁରା ସିର ଉଠେଇକି ଆମେ ବଞ୍ଚିପାରିବା। ବୁଝିପାରିଲେ ମୋର ପ୍ରିୟ ଭାଇ ଭଉଣୀମାନେ? ପବିତ୍ର ବାକ୍ୟରେ ଲେଖାଯାଏ କି ପ୍ରଭୁ ତାଙ୍କର ସୃଷ୍ଟି ଉପରେ ଅଧିକାର କରିବା ପାଇଁ, ରୁଲ କରିବା ପାଇଁ, ରାଜ୍ୟ କରିବା ପାଇଁ ଆମମାନଙ୍କୁ ମନୋନୀତ କରିଛନ୍ତି। ଆଉ ଆମର ପରିଚୟ ହେଲା ଦୂତଙ୍କ ଠାରୁ କେବଳ ଅଳ୍ପ ଦୂତ ଭଳିଆ ଆମେ ନୁହଁ, କିନ୍ତୁ ଅଲମୋଷ୍ଟ ତାଙ୍କର ସେକେଣ୍ଡରେ ଆମେ ଆସୁଛୁ। ତା ମାନେ ଆମେ ସବୁ କିଛି କରିପାରିବା, ଆଉ ସବୁ କିଛି ଆମେ କରିପାରିବା ସେଇ ପରମେଶ୍ୱରଙ୍କ ଦ୍ୱାରା ଯେ ଆମମାନଙ୍କୁ ପ୍ରତିଜ୍ଞା କରିଛନ୍ତି। ତେଣୁକରି ଆଜି ଆପଣ ଯଦି ଖ୍ରୀଷ୍ଟିଆନ ପରିବାରରେ ଜନ୍ମ ହେଇଛନ୍ତି, ସେଇଟା କେବଳ କାଫି ନୁହଁ। ଖ୍ରୀଷ୍ଟୀୟ ମଧ୍ୟରେ ଆପଣମାନେ ଜନ୍ମ ନିଅନ୍ତୁ, ଖ୍ରୀଷ୍ଟରେ ଜନ୍ମ ନିଅନ୍ତୁ, ଖ୍ରୀଷ୍ଟଙ୍କୁ ଜାଣନ୍ତୁ, ଖ୍ରୀଷ୍ଟଙ୍କର ବାକ୍ୟକୁ ବୁଝନ୍ତୁ, ଖ୍ରୀଷ୍ଟଙ୍କର ସେ ଦୃଢ଼ ବାକ୍ୟ, ସେ ପବିତ୍ର ବାକ୍ୟ, ଅଟଳ ବାକ୍ୟ, ସେଇଟାକୁ ବୁଝନ୍ତୁ, ବିଶ୍ୱାସ କରନ୍ତୁ, ଆଉ ଡେଲି ସେଇଟା କହିକି ପ୍ରାର୍ଥନା କରନ୍ତୁ, ସ୍ୱୀକାର କରନ୍ତୁ। ଆଉ ପ୍ରଭୁ ତମ ବାକ୍ୟରେ ଏମିତି ଲେଖାଯାଇଛି, ମୁଁ ଗରିବ ହୋଇ ବଞ୍ଚିବା ତମର ଇଚ୍ଛା ନୁହଁ, ମୁଁ ଅନ୍ୟ କାହା ଉପରେ ଡିପେଣ୍ଡ ହୋଇ ବଞ୍ଚିବା ତମର ଇଚ୍ଛା ନୁହଁ, ମୁଁ ନିଜେ ଗୋଟେ ବ୍ଲେସିଂର କାରଣ ହେବା ପାଇଁ ମୋତେ ସାହାଯ୍ୟ କରନ୍ତୁ। ଏମିତି ଆପଣ କହିକି ଏ ବାକ୍ୟକୁ ବୁଝନ୍ତୁ, ଦେଖିବେ ଆପଣଙ୍କ ଜୀବନରେ କେମିତି ପରିବର୍ତ୍ତନ ହେବ, ଆପଣଙ୍କ ଜୀବନ କେମିତି ବଦଳିଯିବ। ପ୍ରଭୁ କମ୍ପ୍ଲିଟଲି ଆପଣଙ୍କ ଜୀବନକୁ ବଦଳାଇ ଦେବେ। ବୁଝିପାରିଲେ? ପରମେଶ୍ୱର ଆମ୍ଭମାନଙ୍କୁ ମସ୍ତକ ହେବା ପାଇଁ ଆହ୍ୱାନ କରିଛନ୍ତି। ପରମେଶ୍ୱର ଏ ରାଜ୍ୟ ଉପରେ, ମାନେ ତାଙ୍କରି ସୃଷ୍ଟି ଉପରେ ରାଜ୍ୟ କରିବା ପାଇଁ ପ୍ରଭୁ ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି। ପରମେଶ୍ୱର ଦୂତମାନଙ୍କ ଠାରୁ ଅଳ୍ପ କ୍ଷଣ ହିଁ ଆମମାନଙ୍କୁ ଅଳ୍ପ କରି ବନେଇଛନ୍ତି। ଆଉ ପରମେଶ୍ୱର ମନୁଷ୍ୟ ଉପରେ ସବୁବେଳେ ସର୍ବଦା ମନୋଯୋଗୀ କରିଅଛନ୍ତି। ସେ ଚାହୁଁଛନ୍ତି କି ତାଙ୍କର ସନ୍ତାନ ସନ୍ତତି ମାନେ ପ୍ରତ୍ୟେକ ବିଷୟରେ ମସ୍ତକ ହୋଇ ଚାଲନ୍ତୁ। ଆଉ ମସ୍ତକ ହୋଇ ଚାଲିବା ପାଇଁ ଆମେ ଦୁନିଆ ଠାରୁ ଅଲଗା ହେବା ପାଇଁ ପଡ଼ିବ। ଦୁନିଆର ରୀତିନୀତିକୁ ଆମେ ସେଇ ରୀତିକୁ ଛାଡ଼ିବା ପାଇଁ ପଡ଼ିବ। ଦୁନିଆ ଯେଉଁଟା ପସନ୍ଦ କରୁଛି ସେଇଟା ଆମେ ସେଇ ସବୁ ନେଇକି ଆମେ ଚାଲିବା ପ୍ରଭୁଙ୍କର ଇଚ୍ଛା ନୁହଁ। ସେମିତି ଆମେ ଚାଲିପାରିବା ନାହିଁ। ସେ ଦୁନିଆକୁ ଆମେ ଛାଡ଼ିବା ପାଇଁ ପଡ଼ିବ। ଦୁନିଆରେ ଆମେ ରହୁଛୁ, କିନ୍ତୁ ଦୁନିଆର ଜିନିଷକୁ ଆମେ ଛାଡ଼ିକି ପ୍ରଭୁ ଯେଉଁଟା ଆମକୁ କହିବେ ଆତ୍ମିକ ଜୀବନରେ ବଢ଼ିବାକୁ ପଡ଼ିବ। ଆଉ ପ୍ରଭୁ ଯେଉଁ ଜିନିଷକୁ ପସନ୍ଦ କରିବେ, ଯେଉଁଟା ତାଙ୍କୁ ଭଲ ଲାଗେ, ସେଇ ରାସ୍ତାରେ ଆମେ ଚାଲିଲେ ଆମ ଜୀବନ ସୁରକ୍ଷିତ ହେବ। ଆଉ ମନେ ରଖନ୍ତୁ, ଖାଲି ଖ୍ରୀଷ୍ଟିଆନ ଘରେ ପରିବାର ହେଲେ ଆମ ଜୀବନ କେବଳ ସବୁ କିଛିରେ ଉପଭୋଗ କରିନପାରେ, କିନ୍ତୁ ପ୍ରଭୁଙ୍କର ବାକ୍ୟ ଦ୍ୱାରା ବଞ୍ଚିବା ଦ୍ୱାରା, ପ୍ରଭୁଙ୍କୁ ନିଜର ତ୍ରାଣକର୍ତ୍ତା ଭାବେ ସ୍ୱୀକାର କରିବା ଦ୍ୱାରା, ପ୍ରଭୁଙ୍କର ପବିତ୍ର ବାକ୍ୟକୁ ବିଶ୍ୱାସ କରିବା ଦ୍ୱାରା ଆମେ ନିଶ୍ଚିତ ଭାବରେ ପରମେଶ୍ୱରଙ୍କର ମନୋନୀତ ସନ୍ତାନ ସନ୍ତତି ଭଳି ବଞ୍ଚିପାରିବା। ତେଣୁକରି ପବିତ୍ର ବାକ୍ୟ ଦ୍ୱାରା ପ୍ରଭୁ ଆପଣମାନଙ୍କୁ ସାହାଯ୍ୟ କରନ୍ତୁ, ଅନୁଗ୍ରହ କରନ୍ତୁ। ଆଉ ପ୍ରତିଦିନ ଆମେ ବାକ୍ୟରୁ କିଛି ନା କିଛି ଶିଖିବାକୁ ପଡ଼ିବ, ପଢ଼ିବାକୁ ପଡ଼ିବ, ମାନିବାକୁ ପଡ଼ିବ, ମେଡିଟେଟ୍ କରିବାକୁ ପଡ଼ିବ। ନିଶ୍ଚିତ ଭାବରେ ଆମ ଜୀବନ ବଦଳିବ। ପ୍ରଭୁ ଆପଣମାନଙ୍କୁ ସାହାଯ୍ୟ କରନ୍ତୁ, ଆଶୀର୍ବାଦ କରନ୍ତୁ। ଆମେନ୍।